ପ୍ରେଜ୍ ଲର୍ଡ ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ, ଯାହାକି ପରମେଶ୍ୱରଙ୍କ ବାକ୍ୟ କହିବା ପାଇଁ, ଯାହାକି ଆପଣମାନେ ସବୁଦିନ ଶୁଣୁଛନ୍ତି ବିଶ୍ୱାସ। କେବଳ ଆଜି ଗୋଟିଏ ଟପିକ୍ ଅଛି, ନିଜ ନିଜକୁ ସୂଚୀ କର। ଟପିକ୍ ଜିସାୟ 1:16 କ'ଣ ଲେଖା ହେଇଛି ଆମେ ଦେଖିବା। କ'ଣ ଲେଖା ଅଛି? ତୁମ୍ଭେମାନେ ଆପଣମାନଙ୍କୁ ଧୌତ କର, ଆପଣମାନଙ୍କୁ ସୂଚୀ କର, ଆମ୍ଭ ଦୃଷ୍ଟିରୁ ଆପଣ କୁକ୍ରିୟା ମନ ଦୂର କର, କୁକ୍ରିୟା କର ନିବୃତ୍ତ ହୁଅ। ତୁମ୍ଭେମାନେ ଆପଣମାନଙ୍କୁ ଧୌତ କର। ଯେହେତୁ ଆମେମାନେ କ'ଣ ପରମେଶ୍ୱରକୁ ବିଶ୍ୱାସ କରୁଛନ୍ତି, ଆଜି ଅନେକ ଲୋକ ଆଜି ଜାଣିଛନ୍ତି ପରମେଶ୍ୱର ବିଶ୍ୱାସ କରୁଛନ୍ତି ରାଇଟ୍ କଥା। ଏଇଠି ମନେ ହେଲା ତୁମେ ଆପଣ ଧୌତ କର ବୋଲେ, ଧୌତ ବୋଲେ କ'ଣ ଆମେ ଆମେମାନେ କ'ଣ ନିଜକୁ ପରିଷ୍କାର କରିବାର ଅଛି। ଆଜି କ'ଣ ଆମେ କେମିତିକି ପରିଷ୍କାର କରିବା? ଆଜି ଗୋଟିଏ ଲୋକ ଯେହେତୁ କ'ଣ ଶରୀରରେ ମଇଳା ଅସୁବିଧା ବାଲି ଧୂଳି ଲାଗୁଅଛି, ସେ କ'ଣ ଯାଇ ଗାଧଉଛି, ପରିଷ୍କାର ହେଉଛି। ଆଜି ଆମର ଶରୀରରେ ବହୁତ ଅଶୁଚି ହେଇଅଛି, ଯାହାକି ଆଜି ଆମର ବହୁତ ଅନ୍ୟାୟ ଅତ୍ୟାଚାର ବିଭିନ୍ନ ପ୍ରକାର ପାପ ପରିପୂର୍ଣ୍ଣ ଅଛି। ସେମାନେ କେମିତିକି ସୂଚୀ ହେବେ? ଯାହାକି ଆମେ ଜାଣୁଛୁ ଗୋଟେ ଯୀଶୁ ଖ୍ରୀଷ୍ଟଙ୍କ ଯେତିକି କାଲବିର କୁଶରେ ବଲି ହେଲେ ତାର ରକ୍ତ ଦ୍ୱାରା ସୂଚୀ ହେଇପାରବା। ତାପରେ କ'ଣ କରି ଆପଣ ସୂଚୀ କର, ଆମର ଦୃଷ୍ଟିରେ ଆପଣ ସୂଚୀ କର ବୋଲେ ନିଜକୁ ଆମେ ସୂଚୀ କରବାର ଅଛି। ଯେବେ ଆମେ ନିଜକୁ ସୂଚୀ କରେ ପବିତ୍ର କରେ କିଛି ଲାଭ ହେବ ନାହିଁ। ଆମେ କ'ଣ ସମ୍ପୂର୍ଣ୍ଣ ସୂଚୀ ହେବାର ଅଛି। ଆମ୍ଭ ଦୃଷ୍ଟିରୁ ଆପଣମାନଙ୍କୁ କ୍ରିୟାର ମନ ଦୂର କର। ଯେନ୍ ଆମମାନେ ଖରାପ ଜିନିଷ ଖରାପ ସ୍ୱଭାବ ଯେନ୍ ଆପଣମାନଙ୍କ ଅଛି, ସେ ଜିନିଷକୁ ଆମେ ଦୂର କରିବାର ଅଛି, ଦୂରେଇକି ରହିବାର ଅଛି। ଗୋଟେ ଖ୍ରୀଷ୍ଟିଆନ ହେଉ କି ଯେକୌଣସି ହିନ୍ଦୁ ହେଉ କି ଯିଏ ବି ହେଉ, ଯଦି ଆମେ ପାପରୁ ଦୂରେଇକି ରହିବା ନାହିଁ, ପାପକୁ ଯଦି ଆକର୍ଷଣ ହେବା, ଆମେ କିଛି ଲାଭ ନାହିଁ। ଆମେ କ'ଣ ଯେହେତୁ ପରମେଶ୍ୱରକୁ ଜାଣୁ, ଆମେ ପବିତ୍ର ବ୍ୟକ୍ତି ହେବାର ଅଛି। ସୂଚୀ ପବିତ୍ର ଯେମିତି ଆମେ କ'ଣ ଗୋଟେ ଡ୍ରେସ୍ ଲଗାଉଅଛୁ, ଡ୍ରେସ୍କୁ ଜଣେ ହ୍ୱାଇଟ୍ ଡ୍ରେସ୍ ସେଟା ଗୋଟେ ଦାଗ ଲାଗିଲା, ସେ ଡ୍ରେସ୍ର ମୂଲ୍ୟ ନାହିଁ। ଯେଉଁମାନେ ଆଜି ପରମେଶ୍ୱରକୁ ବିଶ୍ୱାସ କରୁଅଛ, କ'ଣ କହୁଛି? ଆଉ ଆମ୍ଭ ଦୃଷ୍ଟିରେ ଆପଣମାନଙ୍କୁ କ୍ରିୟାର ମନଟା ଦୂର କର। ଯେନ୍ ଆମର କ୍ରିୟାର ମନ ଦୂର, ଆମେ ଖରାପ ଜିନିଷରୁ ଦୂରେଇକି ପବିତ୍ର ଜୀବନ କାଟିବାର ଅଛି। ସବୁ ଜିନିଷରୁ ଆମେ ପୃଥକ କରାଯାଏ। କ'ଣ ଖରାପ ଆମେ ଜାଣୁଛୁ, ଆମେ ବ୍ୟକ୍ତିଗତ ଯେତେବେଳେ ଜାଣୁଛେ ଭୁଲ ଏଇଟା ଠିକ୍, ଏଇଟା ଭୁଲ, ଏଇଟା ଖରାପ, ଏଇଟା ଭଲ, ସେଟା ଆମେ ପବିତ୍ର ଜୀବନ କାଟିବାର ଅଛି। ତାପରେ କ'ଣ କରି କ୍ରିୟାର କରିବା ନିବୃତ୍ତ ହବ ବୋଲେ ଆମେ ଦୂରେଇକି ନିବୃତ୍ତ ହବାର ଅଛି। ଯଦି ଆମେ ପବିତ୍ର ଭାବରେ ଦୂରେଇବା, ଆମକୁ ପ୍ରଭୁ ସାହାଯ୍ୟ କରିବେ। ସେଥିଲାଗି ଆଉ ଗୋଟେ ବାକ୍ୟ ଦେଖିବା, ଗୀତ ସଂହିତା 51:2 କ'ଣ ଲେଖା ହେଇଛି? 51:2 ମୋ ଅପରାଧ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ ଓ ମୋ ପାପରୁ ମୋତେ ସୂଚୀ କର। ମୋ ଅପରାଧ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ, ଯେନ୍ ଆମର ଅପରାଧ ଅଛି, ଯେନ୍ ଅନ୍ୟାୟ ଅଛି, ବିଭିନ୍ନ ପ୍ରକାର ମୋତେ ଅପରାଧ ପ୍ରକ୍ଷାଳନ ସୂଚୀ ପବିତ୍ର କର ବୋଲୁଛି। ଆମେ ଆଜି ବିଭିନ୍ନ ପ୍ରକାର ପ୍ରଭୁକୁ ଜଣାଉଛୁ, ବିଭିନ୍ନ ପ୍ରକାର ଜିନିଷ ମାଗୁଛୁ, କେବଳ ଆମର ପାପମୟ ଏ ଅପରାଧକୁ ଆମେ ସମ୍ପୂର୍ଣ୍ଣ ସୂଚୀ କରିବାର ଅଛି। ଯେତେବେଳେ ଆମେ ସମ୍ପୂର୍ଣ୍ଣ ସୂଚୀ ହେବା, ତାପରେ ଆମର ପ୍ରାର୍ଥନା ପ୍ରଭୁ ଗ୍ରହଣ କରିବେ। ତାପରେ କ'ଣ କହୁଛି? ମୋ ପାପରୁ ମୋତେ ସୂଚୀ କର। କ'ଣ କହୁଛି? ମୋ ପାପରୁ ମୋତେ ସୂଚୀ ପବିତ୍ର କର।
ଆମେ ଅନେକ ଲୋକ କହୁଛୁ କିନ୍ତୁ ଆମେମାନେ ନିଜ ପାପ ଆମେମାନେ ନିଜେ ଅନ୍ୟାୟ ଅତ୍ୟାଚାରରୁ ନିଜକୁ ନିଜେ ଆମେ ଶୁଚି କରିବାର ଅଛି। ଯେତେବେଳେ ଆମେ ଅନେକ ଲୋକଙ୍କୁ ଯାଇ ସୁସମାଚାର କହୁଛି ଯେତେବେଳେ କୁହାଯାଏ ନାହିଁ ଏଇ ଜଗତ ଭଲ ନାହିଁ, ଏଇ ଲୋକମାନେ ଖରାପ, କିନ୍ତୁ ଏତିକି ବି କହିଛି ଯେ ଆମେ 2 ଜଣ ଯେହେତୁ କଥା ହଉନୁ 3 ଜଣ କଥା ହଉନୁ, ଆମେ ନିଜେ ପରିଷ୍କାର ଶୁଚି ହେବାର ଅଛି। ଏଦି କଣ ହେଲା ମୋ ପାବରେ ମୋତେ ଶୁଚି କର, ନିଜକୁ ନିଜେ ଆମେ ଶୁଚି କରିବା ଏମାନଙ୍କୁ ଯେତେବେଳେ ଆମେ ପ୍ରଥମରେ ପରମେଶ୍ୱରକୁ ସ୍ଥାନ ଦେବାର ଅଛି ଯୀଶୁ, ତାପରେ କି ଆମେ ଶୁଚି ହେଇପାରମା। ଯାହାକି ଏଭ୍ରି ପୁସ୍ତକ 9ର 13 14 ଟିକେ ପଢ଼ିଲେ ଜଣା ପଡ଼ିବ। ଏଭ୍ରି ପୁସ୍ତକ 9ର 14। କଣ ଲେଖା 9ର 13 14 ପଢ଼ିଲେ ଆମେ ଜାଣିପାରୁ ବହୁତ ସୁନ୍ଦର ଭାବରେ। 9ର 13 14 ଏଭ୍ରି। କାରଣ ଯଦି ଛାଗ ଓ ବୃକ୍ଷମାନ ରକ୍ତ ପୁଣି ଅଶୁଚିମାନଙ୍କ ଉପରେ ସେସବୁ ଗାବିଷ୍ମ ଶରୀରକୁ ପବିତ୍ର କରେ, ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତର ଆତ୍ମାଙ୍କ ଦ୍ୱାରା ଆପଣା ନିମନ୍ତେ ବଲି ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ଭାବରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ୍ୟୁ କର୍ମରୁ ଆମ୍ଭମାନଙ୍କୁ ବିବେକ ଶୁଦ୍ଧ ନ କରିବ। 13 ନମ୍ବର ଲେଖା ଦେଖ ବହୁତ ସୁନ୍ଦର ଭାବରେ। କାରଣ ଯଦି ଛାଗ ବୃକ୍ଷ ରକ୍ତ ପୁଣି ଅଶୁଚି ଉପରେ ସେଚିତ ଗାଭିଷ୍ମ ଶରୀରକୁ ପବିତ୍ର କରେ, କୌଣସି ଜୀବଜନ୍ତୁ, କୌଣସି ପକ୍ଷୀ, କୌଣସି କୁକୁଡ଼ା ଦ୍ୱାରା ଗୋଟିଏ ପାପ କ୍ଷମା ହେଇପାରିବ ନାହିଁ। ଯିଏ ପବିତ୍ର ତାଙ୍କର ଏଥିରେ ହିଁ ହେଇପାରିବ। ତାପରେ କଣ, ଆଜି ଅନେକ ଲୋକ ବଳି ଦେଉଛନ୍ତି, କେବଳ ଶୁଚି ପବିତ୍ର ହେଇପାରୁନାହିଁ, ପାପରୁ ଉଦ୍ଧାର ପାଇପାରୁନାହିଁ। ତାପରେ କଣ କରି 14 ନମ୍ବରରେ, ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତର ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଲି ରୂପେ ଈଶ୍ୱର ନିକଟରେ ଉତ୍ସର୍ଗ କଲେ। ନିଖୁଣ ବଲି, ଯାହାକି ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା, ତେବେ ଯେଉଁ ଖ୍ରୀଷ୍ଟ ଆତ୍ମାଙ୍କ ଦ୍ୱାରା, ସେଟା ପବିତ୍ର ପରମେଶ୍ୱର ଯୀଶୁ ନିଖୁଣ ଥିଲେ, ଯାଇ ସେ ସ୍ୱୟଂ ପବିତ୍ର, ଯାଇ ସେ ସମ୍ପୂର୍ଣ୍ଣ ଏକାଥରକେ ବଲି ଉତ୍ସର୍ଗ ହେବା ଦ୍ୱାରା ତାଙ୍କର ରକ୍ତରେ ଆମେ ଉଦ୍ଧାର ପାଉଛୁ। ତାପରେ କଣ କହୁଛି, ତାହାଙ୍କ ରକ୍ତରେ କେତେ ଅଧିକ ଭାବରେ ଜୀବିତ ଈଶ୍ୱରଙ୍କ ସେ ଯୀଶୁଙ୍କ ରକ୍ତ ଦ୍ୱାରା ଆଜି ପ୍ରତ୍ୟେକ ଜାତି ବଞ୍ଚି ଅଛନ୍ତି, କେବଳ ପରମେଶ୍ୱର ଗ୍ରହଣ କର। ତାପରେ କଣ କରୁଛି, ସେବା କରିବା ନିମନ୍ତେ ମୃତ୍ୟୁ କର୍ମରୁ ଆପଣମାନଙ୍କୁ ବିବେକର ଶୁଦ୍ଧ ନ କରିବ। ବୋଲେ କାହାର ସେବା? ସେ ଯୀଶୁ ଖ୍ରୀଷ୍ଟ ଆମ ଲାଗି ବଲି ହେଲେ ତାକରି ସେବା ଆମେ କରିବାର ଅଛି। ଯେହେତୁ ଆଜି ଅନେକ ଲୋକ ଶୁଚି ପବିତ୍ର ହେଇନାହିଁ, ତାପରେ କଣ କହୁଛି, ସେବା କରିବା ମୃତ୍ୟୁ କର୍ମ ଆମ୍ଭମାନଙ୍କୁ ବିବେକକୁ ଶୁଦ୍ଧ ନ କରିବ। ଆମେ ମୃତ୍ୟୁ ଥିଲା, ଆମେ ବିନଷ୍ଟ ନା, ସେଇଥିରୁ ପ୍ରଭୁ ଆଜି ଆମେ ବଞ୍ଚି ଅଛନ୍ତି। ସେ ପ୍ରଭୁକୁ ଆଜି ଆମେ ବିଶ୍ୱାସ କରୁଅଛୁ, ସେ ପରମେଶ୍ୱରକୁ ଆମେ ମାନୁଅଛୁ। ତାପରେ ଆଉ ଗୋଟେ ବାକ୍ୟ କହିକି ସମାପ୍ତ କରିବି। ଏଭ୍ରି 10ରେ କଣ ଲେଖା, ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ତ ଆମେ ପବିତ୍ର ହୋଇଅଛୁ। ଯେତିକି ଯୀଶୁ ଶରୀର ଏକାଥରେ ଉତ୍ସର୍ଗୀକୃତ ହେବା ଦ୍ୱାରା, ଯୀଶୁ ଖ୍ରୀଷ୍ଟ 100 ଥର ବଲି ହେଇନାହିଁ, ଯୀଶୁର ସମ୍ପୂର୍ଣ୍ଣ ଗୋଟିଏ ଥର ଏକାଥରକେ ବଲି ହେଲେ, ତାଙ୍କ ରକ୍ତ ଦ୍ୱାରା ଆଜି ପ୍ରତ୍ୟେକ ମାନବ ଜାତି ପବିତ୍ର ହେଇପାରିବେ। ଆଜି କେବଳ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ କେହି ସମୟ ଦେଉନାହାନ୍ତି, ସେ ପ୍ରଭୁ ଯୀଶୁ କେହି ବିଶ୍ୱାସ କରୁନାହିଁ। ଯଦି ବିଶ୍ୱାସ କରିବେ ସେ ଉଦ୍ଧାର ପାଇବେ। କେବଳ ସେ ପରମେଶ୍ୱରକୁ ବିଶ୍ୱାସ କର, ସେ ପରମେଶ୍ୱର ହିଁ ଆପଣମାନଙ୍କୁ ଶୁଚି ପବିତ୍ର କରିବ। ଆମେ ପବିତ୍ର ବ୍ୟକ୍ତି ହେମା, ଆମେ ଯେତେବେଳେ ପବିତ୍ର ବ୍ୟକ୍ତି ହେମା, ଆମର ପ୍ରାର୍ଥନାର ଉତ୍ତର ସେ ଶୁଣିବେ। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରି ସମାପ୍ତ କରିବା। हालेलुया, धन्यवाद यीशु, तुम महान परमेश्वर प्रभु, तुम्हें सुंदर समय प्रभु, पवित्र वाक्य देव प्रभु। ये वाक्य अनेक लोग सूची पवित्र निज पाप को स्वीकार कर पवित्र जीवन तुम्हें साधन प्रभु। प्रार्थना सुनी छोट प्रार्थना प्रभु यीशु नाम, आमेन।